এইଠୁ ହିଁ ସୁଭଦ୍ରା ଯୋଜନାର ପଇସା ମିଳିବ। ଆମ ସାମ୍ବାଦିକ ଦାନ୍ତ ଦେଖୁଛି ଖାଲି ସକାଳୁ ଆସିକି ମୋତେ ବାଉଁଶ ନେବାକୁ କହୁଛି। ବିରାଟ ବଡ଼ ଷ୍ଟେଜ୍ ହେଇଛି, କିଛି ନହେଲେ ବି 25,000 ଲୋକ ଆସିଲା ଭଳିଆ ଜାଗାଟା ପୁରା ଏଇଟା ହେଇଛି। ବିରାଟ ବଡ଼ ଷ୍ଟେଜ୍। ଏଇଟା ହେଲା ଆମ ପଛପଟେ ଯେଉଁଠି ଲୋକମାନେ ସବୁ ବସିବେ। ଆଉ ଏଇଟା ହେଲା ମୋ ପଛ ଯେଉଁଠିକି ମୋଦି ସାହେବ ବସିବେ, ଆମ ପ୍ରଧାନମନ୍ତ୍ରୀ ବସିବେ। ମୁଁ ଆଉ ଥରେ ଭିଜୁଆଲଟାକୁ ଦେଖାଇ ଦେଉଛି, ଦେଖିଦିଅନ୍ତୁ। ଜୟ ଜଗନ୍ନାଥ। ଆଉ ଗୋଟେ ନୂଆ ଭିଡ଼ିଓରେ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଦେଖିବା ଯେ ପ୍ରଧାନମନ୍ତ୍ରୀ 17 ତାରିଖ ଦିନ ଆସୁଛନ୍ତି ଓଡ଼ିଶା। ଆଉ ଓଡ଼ିଶା ଆସିଲା ପରେ ପ୍ରଧାନମନ୍ତ୍ରୀ ଯେଉଁ ଜାଗାକୁ ଆସିବେ ଆଉ ସେ ଜାଗାରେ କିଭଳି ପ୍ରସ୍ତୁତ ହେଇକି ରହି ସେ ଜାଗାଟା, ଆଉ ଏଇଠୁକୁ ଆସିକି ହିଁ ପ୍ରଧାନମନ୍ତ୍ରୀ ଦେବେ ଆମର ଯେଉଁ ସୁଭଦ୍ରା ଯୋଜନା, ଯେଉଁଟା ନୂଆ ଯୋଜନା ହେଇଛି ବିଜେପି ସରକାର ଆସିଲା ପରେ, ସେ ଯୋଜନାର ପଇସାଟା ଦେବେ। ଚାଲନ୍ତୁ ଦେଖିବା ସେ ଜାଗାଟା କେମିତି ହେଇଛି ଆଉ କେମିତି ସେ ଜାଗାଟା ବର୍ତ୍ତମାନ କାମ ଚାଲିଛି ସେ ଜାଗାରେ। ଚାଲନ୍ତୁ ଦେଖିବା ଆଜି କେଉଁଠୁ ମିଳିବ ଆମକୁ ସୁଭଦ୍ରା ଯୋଜନାର ପଇସା ସବୁ। ଚାଲନ୍ତୁ ଦେଖିବା। ଓଭରାଲି ଯାହା ବି ହଉ ଏଇଠିକି ମୋଦି ଆସିବେ। ଏଇଟା ଯେଉଁ ବ୍ୟାକ୍ଡ୍ରପ୍ରେ ଦେଖୁଛନ୍ତି ଏଇଟା ପୁରା ଏଇଟା ପୁରା ଟେଣ୍ଟ ମରା ହେଇଛି। ଏଇ ଜାଗାକୁ ମୋଦି ଆସିବେ ଆଉ ଏଇଠୁ ହିଁ ସୁଭଦ୍ରା ଯୋଜନାର ପଇସା ମିଳିବ। ମୋଦି ଆସିବେ, ଏଇଠି ସୁଇଚ୍ ଚିପିବେ ଆଉ ପଇସା ମିଳିବ। ମୋଦିଙ୍କର ଯେଉଁ ଜନ୍ମଦିନ ଅଛି, ମୋଦି ଆସିକି ଏଇଠୁ ଦେବେ ପଇସାଟା। ଆଉ ଚାଲ ଆଗକୁ ଦେଖିବା। ଏଗୁଡ଼ା ଯେଉଁ ଦେଖୁଛନ୍ତି ଏଗୁଡ଼ା ସବୁ ମୋଦି ଆସିବେ ବୋଲିକି ଟେଣ୍ଟ କାମ ହେବ ବୋଲି ଏଗୁଡ଼ା ସବୁ ପଡ଼ିଛି। ବିରାଟ ବଡ଼ ପଡ଼ିଆ, ଜନତା ମଇଦାନ। এইটা ହେଉଛି ତା ଭିତରଟା, ଯେଉଁଟାକି ଟେଣ୍ଟ ହେଇସାରିଲାଣି। এইଟା ହେଉଛି ତା ଭିତର, ଯେଉଁଠିକି ସୁଭଦ୍ରା ଯୋଜନା ପାଇଁ ନରେନ୍ଦ୍ର ମୋଦି ଆସିବେ। ଏଇ ଯେଉଁ ଆଗକୁ ଦେଖୁଛନ୍ତି ଏଇଟା ହେଲା, ଏଇଠି ମୋଦି ବସିବେ। ତାଙ୍କ ଷ୍ଟେଜ୍ ବନା ହେଇଛି ଏଇଠି। ସରି, ଏଇଟା ହେଜି ହେଇଗଲା ଟିକେ ରୁହନ୍ତୁ। এইটা ହେଲା ତାଙ୍କ ଷ୍ଟେଜ୍ ବନା ହେବ। ବିରାଟ ବଡ଼ ଷ୍ଟେଜ୍ ହେଇଛି, କିଛି ନହେଲେ ବି 25,000 ଲୋକ ଆସିଲା ଭଳିଆ ଜାଗାଟା ପୁରା ଏଇଟା ହେଇଛି। ବିରାଟ ବଡ଼ ଷ୍ଟେଜ୍। ଆଉ ଏଇଠି ସବୁ ପୁରା ଚାଲିଛି, କାମ ଚାଲିଛି। ଏଇ ଭିତରଟା ପୁରା ଫ୍ୟାନ୍ ଲାଗିଯିବ, ଏସି ବି ଲଗେଇ ପାରନ୍ତି ଆ ଭିତରେ। ଆରଥରକ ଯେଉଁ ମୋଦି ଶପଥ ପାଠ ହେଇଥିଲା ଏଇଠିକି ହିଁ ମୋଦି ଆସିଥିଲେ ଶପଥ ପାଠରେ। ଏଇଠି ଦେଖନ୍ତୁ ଗୋଟେ ବାଉଁଶ ଗୁଡ଼ା ପଡ଼ିଛି। ଆମ ସାମ୍ବାଦିକ ଦାନ୍ତ ଦେଖୁଛି ଖାଲି ସକାଳୁ ଆସିକି ମୋତେ ବାଉଁଶ ନେବାକୁ କହୁଛି। ଭେରି ଗୁଡ୍। ଚେୟାର ବି ଲୁଚିଗଲା। ଏଇଟା ହେଉଛି ଷ୍ଟେଜ୍ ନାଇଁ? ଆରଥରକ ଏଇଠି ହେଇଥିଲା ନା ଷ୍ଟେଜ୍? ତୁମେ ଆରଥରକ 3ଟା ଷ୍ଟେଜ୍ ହେଇଥିଲା ବୋଧେ। ଆରଥରକ ଏଇଟା ହେଇଥିଲା ମେନ୍ ଷ୍ଟେଜ୍। ଏ ସାଇଡ଼୍ରେ ବି ଗୋଟେ ଷ୍ଟେଜ୍ ହେଇଥିଲା ଏପଟେ, ଆଉ ଏପଟେ ବି ଗୋଟେ ଷ୍ଟେଜ୍ ହେଇଥିଲା। ଆଉ ଏଇଟା ହେଲା ମେନ୍ ଷ୍ଟେଜ୍। କେତେ ଉଞ୍ଚା ଷ୍ଟେଜ୍ ହେଇଛି। ମିନିମମ୍ 10 ଫୁଟ, 10-15 ଫୁଟ, 10-12 ଫୁଟ ହାଇଟ୍ର ଷ୍ଟେଜ୍ ହେଇଛି। ତଳେ ରେଲିଂ ଲାଗିଛି। ଏବେ ଯେହେତୁ ଷ୍ଟେଜ୍ ତିଆରି ଚାଲିଛି, କେହି ଏସ୍ପିଜି କମାଣ୍ଡର ନାହାନ୍ତି। ନହେଲେ ଗୋଟିଏ ଦିନ ପରେ ଆପଣ ଆସିବେ, ଏଇଠିକି ଆଉ ଆଲାଉ କରିବେନି। ଏଇଠି ଏସ୍ପିଜି ଥିବେ 24/7। ଆ ତଳେ ଏସ୍ପିଜି କମାଣ୍ଡର ଥାଆନ୍ତି। ଯେଉଁମାନେ ଏସ୍ପିଜିର କମାଣ୍ଡର ଅଛନ୍ତି ସେମାନେ ଆ ତଳେ ପୁରା ରହିବେ, ସବୁବେଳେ ରହିବେ। ଆଉ କାହାକୁ ଆଲାଉ କରିବେନି ଷ୍ଟେଜ୍ ପାଖକୁ, ଯେହେତୁ ସିକ୍ୟୁରିଟି ଇସ୍ୟୁ ରହିବ। ସେଇଥିପାଇଁ ଆ ତଳେ କମାଣ୍ଡର ରହିବେ ସବୁବେଳେ। ଆଉ ଏଇ ବାଁ ପଟେ ଗୋଟେ LED ୱାଲ୍ ଲାଗିବ। ଆଉ ଏଇଟା ପୁରା ଟେଣ୍ଟ ହେଇଯିବ। ଏଇଟା ପୁରା ଟେଣ୍ଟ ହେଇଯିବ। ଆଉ ଏଇଠି ରହିବେ ପ୍ରଧାନମନ୍ତ୍ରୀ। ଆଉ ଏଇ ପ୍ରଧାନମନ୍ତ୍ରୀ ଏଇଠି ରହିବେ, ଏଇଠି ଭାଷଣ ମାରିବେ। এইପଟେ ଆଉ ଗୋଟେ ଷ୍ଟେଜ୍ ହେବ। ଆଉ ଏଇ ଯେଉଁ ପଛପଟ ଦେଖୁଛନ୍ତି ଏଇଠି ଲୋକ ସବୁ ବସିବେ। ପୁରାଟା ଏଇଠି ପ୍ୟାକ୍ ହେଇଯିବ ଲୋକ। ଏଇଠି ପୁରା ଲୋକ ପ୍ୟାକ୍ ହେଇଯିବେ ବସିକିରି, ପୁରା ଭର୍ତ୍ତି ହେଇଯିବେ। ଆଉ ଏଇ ଜାଗାରୁ ବସିକିରି ପ୍ରଧାନମନ୍ତ୍ରୀ ଯେଉଁ ଆମର ଏବେ ସୁଭଦ୍ରା ଯୋଜନାର ପଇସା ପ୍ରଥମ କିସ୍ତି, ଆପଣମାନେ ଜାଣିଛନ୍ତି 2ଟା କିସ୍ତିରେ ମିଳିବ। ପ୍ରଥମ କିସ୍ତି ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଓଡ଼ିଶାବାସୀଙ୍କୁ ଉପହାର ଦେବେ। ଏଇଟା ହେଉଛି ସେଇ ଜାଗା। ଜନତା ମଇଦାନରୁ ଭିଜୁଆଲ୍ ନେଇକିରି ଆମ କାମ ସରିଗଲା। ଆମେ ଅଫିସ୍ ପାଇଁ ବାହାରିଲୁ। ଚାଲ, ଯେଉଁମାନଙ୍କୁ ଯେଉଁ ସୁଭଦ୍ରା ପଇସା ମିଳୁଛି ତାଙ୍କୁ ସବୁ କଂଗ୍ରାଚୁଲେସନ୍। ପୁଣି ଦେଖା ହେବ ଆଉ ଗୋଟେ ନୂଆ ଭିଡ଼ିଓରେ।
से पर्यंत जय जगन्नाथ।